ସୃଜନାତ୍ମକ ରଚନା 5 ମାର୍କ। ଅଳ୍ପ ବିଦ୍ୟା ଭୟଙ୍କରୀ। ଦେଖ ଲେଖିବାର ଶୈଳୀ। ପ୍ରଥମେ ଭାବାର୍ଥ, ତାପରେ ବ୍ୟାଖ୍ୟାକରଣ, ତାପରେ ବ୍ୟତିକ୍ରମ। ଏ ଧାରାରେ ତମେ ଲେଖିବ। ତ ଭାବାର୍ଥ ଏମିତି କିଛି ଅଛି। ଅଳ୍ପ ବିଦ୍ୟା ଭୟଙ୍କରୀ ଏକ ପ୍ରସିଦ୍ଧ ରୂଢ଼ି ବା ସାଧାରଣ ବାଚ୍ୟ ଅଟେ। ଏହାର ଅର୍ଥ ଯେଉଁ ବ୍ୟକ୍ତି କୌଣସି ବିଷୟରେ ହେଲେ ସମ୍ପୂର୍ଣ୍ଣ ଜ୍ଞାନ ନଥାଇ ମୁଁ ସବୁ କିଛି ଜାଣିଛି ବୋଲି ଭ୍ରମରେ ରହି ନିଜ ପାଇଁ ଏବଂ ସମାଜ ପାଇଁ ବିପଦ ସୃଷ୍ଟି କରେ, ତେଣୁ ଏହା ଭୟଙ୍କର ବୋଲି କୁହାଯାଇଛି। ବ୍ୟାଖ୍ୟାକରଣରେ ଉଦାହରଣ ମାଧ୍ୟମରେ ଉକ୍ତିଟିକୁ ପ୍ରମାଣ କରିବ। ତ ବ୍ୟାଖ୍ୟାକରଣ ଦେଖ। ଉକ୍ତିଟି ବିଚାର କଲେ ଜଣାଯାଏ ଯେ କୌଣସି ବ୍ୟକ୍ତି ଅଳ୍ପ ଜ୍ଞାନୀ ହୋଇଥିଲେ ତାହା ସ୍ୱୀକାର ନ କରି ମୁଁ ସବୁ କିଛି ଜାଣିଛି ଭାବରେ ରହି କୌଣସି କାର୍ଯ୍ୟ କଲେ ଏହାର ପରିଣାମ ଭୟଙ୍କର ହୋଇଥାଏ। ଉଦାହରଣ ସ୍ୱରୂପ, ଜଣେ ବୈଦ୍ୟ ଅଳ୍ପ ବିଦ୍ୟା ଓ ଔଷଧୀୟ ଜ୍ଞାନ ରଖି ରୋଗୀକୁ ଉପଚାର କଲେ ରୋଗୀ ମୃତ୍ୟୁବରଣ କରିବାର ଭୟ ନିଶ୍ଚିତ ଥାଏ। ସେହିପରି ଜଣେ ଯାନ୍ତ୍ରିକ ଯନ୍ତ୍ରକୌଶଳ ନ ଜାଣି ଗାଡ଼ି ଉଦ୍ଭାବନ କଲେ ତାହା କେତେ ବିପଦଜନକ ତମେ ଜାଣିପାର। ଏମିତି ଆଉ ଗୋଟେ 2ଟା ଉଦାହରଣ ବି ଦେଇପାରିବ। 5 ମାର୍କକୁ 2ଟା ଉଦାହରଣ ଦେଲେ ସରି ପିଲାମାନେ। ବ୍ୟତିକ୍ରମରେ ତମେ ଆର ବିରୋଧରେ ଲେଖିବ। ଏମିତି ଲେଖିବ, କିନ୍ତୁ ସବୁବେଳେ ସବୁ ବ୍ୟକ୍ତି ସମାନ ହୋଇନଥାନ୍ତି। ବେଳେ ବେଳେ ଅଳ୍ପ ବିଦ୍ୟାରୁ ମଧ୍ୟ ନୂଆ ଆବିଷ୍କାର ଜନ୍ମ ନେଇଥାଏ ଓ ମଙ୍ଗଳକାରକ ମଧ୍ୟ ହୋଇଥାଏ। ତଳେ ଦେଖ ପିଲାମାନେ, କାଉନସିଲର 5ଟା ସିଲେକ୍ଟିଭ କ୍ୱେଶ୍ଚିନ୍ ଯୋଉଟା ଅଛି। ଆଇରେ 1 ନମ୍ବର, ଯେ ପକ୍ଷୀ ଉଡ଼େ ଯେତେ ଦୂର। ଏଟା ଟିକେ ମୋତେ ସେତେ ସମ୍ଭବ ଲାଗୁନି, କିନ୍ତୁ ନେକ୍ସଟଟା ବହୁତ ଇମ୍ପୋର୍ଟାଣ୍ଟ। ମାଙ୍କଡ଼ ହାତରେ ଶାଳଗ୍ରାମ, ତିଳକୁ ତାଳ କରିବା ଗୋଟେ ବହୁତ ଇମ୍ପୋର୍ଟାଣ୍ଟ। ଚାଲି ନ ଜାଣିଲେ ବାଟର ଦୋଷ, ଅଣ୍ଟି ଛୁରୀ ତଣ୍ଟି କାଟିବା। ଏ ଲାଷ୍ଟ 4ଟାକୁ ବହୁତ ଧ୍ୟାନ ଓ ଗୁରୁତ୍ୱର ସହିତ ଟିକେ ପ୍ରିପେୟାର କରିଥାଉ ଏମିତିକା ନୋଟ୍ସ। ଥ୍ୟାଙ୍କ ୟୁ ଭେରି ମଚ୍ ଫର୍ ୱାଚିଂ।